କାହାକୁ କିପରି ପ୍ରଣାମ କରାଯାଏ ଆସନ୍ତୁ ଜାଣିବା। ମନ୍ଦିର ପାହାଚକୁ ଦକ୍ଷିଣ ହସ୍ତର ଅଙ୍ଗୁଳି ସ୍ପର୍ଶ ପୂର୍ବକ ପ୍ରଣାମ କରାଯାଏ। ମନ୍ଦିରରେ ଦେବତାଙ୍କ ବାହନକୁ ସ୍ପର୍ଶପୂର୍ବକ ପ୍ରଣାମ କରି ଆରାଧ୍ୟ ଦେବତାଙ୍କ ପାଖକୁ ଯିବା ଏବଂ ଆରାଧ୍ୟ ଦେବତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବା। ପାଞ୍ଚ ଗୁରୁ ଯଥା ମାତାଗୁରୁ, ପିତାଗୁରୁ, ଶିକ୍ଷାଗୁରୁ, ଦୀକ୍ଷାଗୁରୁ ଏବଂ କର୍ଣ୍ଣଗୁରୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବା। ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଗୃହରେ ଗୁରୁଜନମାନଙ୍କର ପାଦ ସ୍ପର୍ଶ କରି ପ୍ରଣାମ କରିବା। ରାସ୍ତାରେ ଗୁରୁଜନମାନଙ୍କୁ ମୁଣ୍ଡ ନୁଆଇଁ କରପତ୍ର ଯୋଡ଼ି ପ୍ରଣାମ କରିବା। ଶବକୁ ପ୍ରଣାମ କଲେ ମୁଣ୍ଡକୁ ସିଧା ରଖି ଚକ୍ଷୁ ମୁଦ୍ରିତ ରଖି କରଯୋଡ଼ି ପ୍ରଣାମ କରିବା। ପ୍ରଣାମ କରିବା ସମୟରେ ହାତରେ କୌଣସି ବସ୍ତୁ ଧରିବା ଉଚିତ ନୁହେଁ। ପ୍ରଣାମ କରିବା ସମୟରେ ସବୁବେଳେ ଚକ୍ଷୁ ମୁଦ୍ରିତ ରଖିବା ଉଚିତ। ଗୋଟିଏ ହାତରେ ପ୍ରଣାମ କରିବା ଉଚିତ ନୁହେଁ। ଦୀପ କେବେ ସ୍ୱତନ୍ତ୍ର ଭାବେ ଜଳି ନଥାଏ। ଏହା ପାଇଁ ଘିଅ ଓ ସଳିତାର ଆବଶ୍ୟକ ପଡ଼ିଥାଏ। ମାଟି ଦୀପ ଯଦି ଘର ହୁଏ ତେବେ ଘିଅ ହେଉଛି ଘରର ନୀତି ଓ ସଂସ୍କାର ଏବଂ ସଳିତା ହେଉଛି ଘରର ସନ୍ତାନ, ଯିଏ ନୀତି ଓ ସଂସ୍କାର ରୂପକ ଇନ୍ଧନ ଦ୍ୱାରା ନିଜେ ପ୍ରଜ୍ୱଳିତ ହୋଇ ଦୁନିଆକୁ ଆଲୋକ ଦେଖାଇଥାଏ। ତେଣୁ ମାଟି ଦୀପ ହେଉଛନ୍ତି ପିତାମାତା, ଘିଅ ହେଉଛି ପିତାମାତାଙ୍କ ନୀତି ଓ ଆଦର୍ଶ ଏବଂ ସଳିତା ହେଉଛି ତାଙ୍କ ଦ୍ୱାରା ଜନ୍ମିତ ସନ୍ତାନ। ସେହି ପିତାମାତାଙ୍କ ଆଦର୍ଶରେ ନିଜେ ପ୍ରଜ୍ୱଳିତ ହୋଇ ସମାଜକୁ ଆଲୋକିତ କରୁଥିବା ସନ୍ତାନମାନଙ୍କୁ ଭବ୍ୟ ଶୁଭକାମନା। ସାଙ୍ଗମାନେ, ଫାଷ୍ଟ ଲଭ୍ ହେଉଛି ଇମ୍ପୋର୍ଟାଣ୍ଟ, କିନ୍ତୁ ସେକେଣ୍ଡ ଲଭ୍ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ। କାହିଁକି ଜାଣିଛନ୍ତି? କାହିଁକି ନା ଫାଷ୍ଟ ଲଭ୍ ମଣିଷର ସ୍ୱଭାବ ଅବା ପ୍ରକୃତି ବଦଳେଇ ଦେଇଥାଏ, କିନ୍ତୁ ସେକେଣ୍ଡ ଲଭ୍ ମଣିଷର ଜୀବନକୁ ବଦଳେଇ ଦେଇଥାଏ। କ'ଣ ଠିକ୍ ତ? ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କ ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ସାଙ୍ଗମାନେ, ଆଜିର ଦୁନିଆରେ ତୁମେ ସମସ୍ତଙ୍କର ଭଲ ଚାହଁ, ହେଲେ ସମସ୍ତେ ଯେ ତୁମର ଭଲ ଚାହିଁବେ ଏମିତି ଭାବନା କେବେ ରଖ ନାହିଁ। କେବେ କିଏ ଧୋକା ଦେଲେ କି ଅସୁବିଧା ସମୟରେ ଦୂରେଇ ଗଲେ ଭାବିନିଅ ଏ ଦୁନିଆ ହିଁ ଏମିତି। ଆଉ ଏ ସ୍ୱାର୍ଥପର ଦୁନିଆରେ ଏକା ଏକା ଖୁସିରେ ବଞ୍ଚିବାର କଳା ଶିଖିବା ଜରୁରୀ ଅଟେ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।